ବନ୍ଦର ପ୍ରଭାବ ନିଶ୍ଚିତ ଭାବରେ ଭଦ୍ରକରେ ପରିଲକ୍ଷିତ ହୋଇଛି। ଭଦ୍ରକ 16 ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହିଛି। ଆମେ ବର୍ତ୍ତମାନ ଦେଖୁଛୁ ଯେ ଗୋଟେ ଯାତ୍ରୀବାହୀ ବସ୍ ମଧ୍ୟ 16 ନମ୍ବର ଜାତୀୟ ରାଜପଥ ଗେଲପୁର ଛକରେ ଅଟକି ରହିଛି ଏବଂ ଦେଖିପାରୁଥିବେ ବସ୍ର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଯାତ୍ରୀମାନେ ରହିଛନ୍ତି ଏବଂ ସେମାନେ ଦୀର୍ଘ ଘଣ୍ଟା ଧରି ସେମାନେ ଅଟକି ରହିଛନ୍ତି। ତେଣୁ ଆମ ସହିତ ଜଣେ ଯାତ୍ରୀ ଅଛନ୍ତି, ତାଙ୍କ ସହିତ କଥା ହେବା। ଆପଣ ଆଜ୍ଞା କୋଉଠୁ ଆସିଥିଲେ? ମୁଁ କଟକରୁ ଆସିଥିଲି ଆଜ୍ଞା। ଆଚ୍ଛା, ଯିବେ କୋଉଠିକି? ବାରିପଦା ଯାଇଥାନ୍ତି, ମୋର ଗୋଟେ କୋର୍ଟ କେସ୍ ଥିଲା, ଆଜ୍ଞା ମୋର ହାଜିର ହବାର ଥିଲା ଆଜି। ଆଜ୍ଞା ଦେଖନ୍ତୁ ଏଥିପାଇଁ ଯୋଉ ଆମର ଷ୍ଟ୍ରାଇକ୍ ହେଲା, ଆଜ୍ଞା ସେଥିପାଇଁ ଆମ ଯାତ୍ରୀମାନେ ବି ହଇରାଣ, ଏକରେ ବି କୋର୍ଟ କେସ୍ରେ ବି ମୁଁ ବି ହଇରାଣ। ଆଚ୍ଛା ଆଉ ଏଥିରେ କ'ଣ ଦେଶର ଲାଭ ହେଉଛି କ'ଣ ହେଉଛି ବା କାହାର କେତେ କ୍ଷତି ହେଉଛି ଏଇଟା ସରକାର ଜାଣିପାରୁନାହାନ୍ତି। ଆଚ୍ଛା ତେଣୁ ଆପଣ ମୁଁ ଜାଣିଥିଲା ଯେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ବୋଲି? ହଁ ଦିଆ ହେଇଥିଲା, କିନ୍ତୁ କାଲି ନ୍ୟୁଜ୍ରେ ବି ଦେଖେଇଥିଲା ଆର କିଛି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଯେହେତୁ ଆମେ ସେଠୁ ବସ୍ ବି ଆସିଲୁ, ଏଠି ଆସି ଦେଖିଲା ବେଳକୁ ରାସ୍ତାରେ ଆମେ ହଇରାଣ ହେଉଛୁ। ତାହେଲେ ଆମେ ଦେଖୁଛୁ ସରକାର ଏଥିରେ ବି କିଛି ଆକ୍ସନ୍ ବି ନେଉନାହାନ୍ତି। ଆମେ ବି ପୋଲିସ ବାଲାଙ୍କୁ ପଚାରିଲୁ, ଆଜ୍ଞା ଏଇ ଯାତ୍ରୀବାହୀ ବସ୍ ଯାଉଛି, ଆମେ କେତେଜଣ ଜଣେ ମେଡ଼ିକାଲ ପେସେଣ୍ଟ ବି ଏଥିରେ 2-3 ଜଣ ଅଛନ୍ତି ଯେଉଁମାନେ କି ଫେରୁଛନ୍ତି ଶିଶୁକୁ ନେଇକରି, ସେମାନେ ବି କେତେ ହଇରାଣ ହେଉଛନ୍ତି। ଆପଣ ଟିକେ ଛାଡ଼ନ୍ତୁ ନା, ଆମେ କିଛି ନିରାଶ, ଆମେ କିଛି କରିପାରିବୁ ନାହିଁ। ଯଦି ଆପଣ ଯିବେ ତାହେଲେ ଆପଣଙ୍କର ଯଦି କିଛି କ୍ଷୟକ୍ଷତି ହୁଏ ସେଟା ଆପଣ ପାଇଁ, ସେଟା ଆପଣ ଦାୟୀ। ନିଶ୍ଚିତ ଭାବରେ ତେବେ ଆମେ ଯିବା ବସ୍ ଭିତରକୁ ଯିବା। ବସ୍ ଭିତରେ ମଧ୍ୟ ଅନେକ ଯାତ୍ରୀ ଅଛନ୍ତି ଏବଂ ବସ୍ର ମଧ୍ୟ କର୍ମଚାରୀ ଅଛନ୍ତି। ଆପଣଙ୍କୁ ଜଣାଥିଲା କାଲି ଆଜି ବନ୍ଦ ହବ ବୋଲି? ଜଣାଥିଲା, କିନ୍ତୁ ସେଇଭଳିଆ ଭାବରେ ନଥିଲା। ଆପଣ କେତେବେଳେ ଭୁବନେଶ୍ୱର ବାହାରିଲେଣି? ଭୁବନେଶ୍ୱର ମାନେ 4:30 ବାହାରିଲେଣି। ଏଠିକି ଆପଣ ଭଦ୍ରକ କେତେବେଳେ ପହଞ୍ଚିଲେ? ଭଦ୍ରକ 6:30 7 ହେଇଗଲା ପହଞ୍ଚିଲେଣି। ସେତେବେଳେ ଆପଣ ଅଛନ୍ତି ଏଇଠି? ଆଜ୍ଞା। ଯାତ୍ରୀ କେତେ ଅଛନ୍ତି? ଅଛନ୍ତି, ଅଳ୍ପ ବହୁତ କମ ଅଛନ୍ତି ନାଇଁ? କ'ଣ କରିବେ? ବର୍ତ୍ତମାନ 2ଟା ପର୍ଯ୍ୟନ୍ତ ବନ୍ଦ। 2ଟା ପର୍ଯ୍ୟନ୍ତ ଅପେକ୍ଷା କରିବୁ, ପୁଣି ପଳେଇବୁ। ଦେଖନ୍ତୁ ବସ୍ ଭିତରେ ମଧ୍ୟ ଅନେକ ଯାତ୍ରୀ ଅଛନ୍ତି, ସେମାନେ ମଧ୍ୟ ଦୀର୍ଘ ସମୟ ଧରି ବସ୍ ଭିତରେ ବସି ରହିଛନ୍ତି। ଆଜ୍ଞା ସାର୍, ଆପଣ କୁଆଡ଼େ ଯିବେ? ବାଲେଶ୍ୱର ଯିବେ। ଆପଣ ଜାଣିଥିଲେ ଆଜି ଷ୍ଟ୍ରାଇକ୍ ଅଛି ବୋଲି? ଜାଣିଥିଲି, କିନ୍ତୁ ଫିର୍ ବି ଯାଇଥିଲି ଆକ୍ଚୁଆଲି ଏମ୍ସରେ ମେଡିକାଲ କେସ୍ରେ ଯାଇଥିଲି। ଆଜ୍ଞା ଆଜି ଫେରୁଛି, ଆଜ୍ଞା ସେଥିପାଇଁ ତ ପୁଣି ଅଫିସ ଅଛି, ଆଜ୍ଞା ସେଥିପାଇଁ ବାଧ୍ୟ ହେଇକି ଫେରିବାକୁ ପଡ଼ିଲା। କିନ୍ତୁ ରାସ୍ତାରେ ଏଇଠୁ ଅଟକି ଯୋଉ 2 ଘଣ୍ଟା ହେଲାଣି ଅଟକି ରହିଯିବ ଏଇଠି, ଆଉ କ'ଣ କରିବୁ? ସାର୍ 2ଟା ପର୍ଯ୍ୟନ୍ତ ବନ୍ଦ, କ'ଣ କରିବେ? ଦେଖିବା କ'ଣ କରିବୁ, ଯଦି କିଛି ବିକଳ୍ପ ବ୍ୟବସ୍ଥା ଯଦି କରିପାରିଲୁ ଯିବୁ, ଆଉ କ'ଣ କରିବା। ତେବେ ସାର୍ କୁଆଡ଼େ ଯିବେ? ସାର୍ ବାଲେଶ୍ୱର ଯିବେ। ଭୁବନେଶ୍ୱର ଆଇଲେଣି? ସାର୍ ଆପଣ କେତେ ସମୟ ବସିଲେଣି ଏଠି? ଆପଣ କେତେ ସମୟ ବସିଲେଣି ଏଠି? আর কি করব, ମୁଁ ତ କହିପାରିବି ନା। ନିଶ୍ଚିତ ଭାବରେ ମାନେ ଅନେକ ଗୁଡ଼ିଏ ପରିବାର ମଧ୍ୟ ନିଜର ଛୋଟ ଛୋଟ ପିଲାମାନଙ୍କୁ ନେଇ ବସିଛନ୍ତି। ସେମାନେ ମଧ୍ୟ ଜାଣିନାହାନ୍ତି ଯେ ଆଜି ଷ୍ଟ୍ରାଇକ୍ ବୋଲି। ତେବେ ଛୋଟ ଛୋଟ ପିଲାମାନେ ମଧ୍ୟ ପୁରାପୁରି ବସିଛନ୍ତି। ସାର୍ ଆପଣ କୁଆଡ଼େ ଯିବେ? ବାଲେଶ୍ୱର ଯାଉଛି। ଯିବେ। କି ସବୁ ପରିବାର ଲୋକ ଅଛନ୍ତି ଆପଣଙ୍କ ସାଙ୍ଗରେ? ଆମର 2ଟା ଛୁଆ ଅଛନ୍ତି ଆଉ ମୋ ସ୍ତ୍ରୀ। ଆଉ ନାଇଁ? ତେବେ ଆପଣ ଜାଣିଛନ୍ତି ଆଜି ବସ୍ ବୋଲି ଆଣିଥିଲେ? ନାଇଁ, ସେମିତି ଆମେ ଜାଣିନଥିଲେ। ଛୁଆମାନେ କିଛି ଖାଇଲେଣି? ନା, ଖାଇନାହାନ୍ତି। ଆଉ ଦୋକାନ ବି କିଛି ଖାଇନାହାନ୍ତି ଛୁଆମାନେ, ନା ଖାଇନାହାନ୍ତି। କେତେ ସମୟ ରହିଲେଣି ଆପଣ ଏଠି? ବହୁତ ସମୟ ହେଇଗଲାଣି, 2-3 ଘଣ୍ଟା ହେଇଗଲାଣି। ଆଜ୍ଞା। ପୁଣି କ'ଣ କରିବେ ଛୁଆଙ୍କ ପାଇଁ? ଏଇଟା ତ ଖାଉଛି ଆଜ୍ଞା, ହେଲେ ବି ପେଟ ଭରି ହବ କି ଏଇଠୁ ଛୁଆ ମାନଙ୍କର? ଆପଣ ଜାଣିଥିଲେ ବସ୍ ବନ୍ଦ ବୋଲି? ନା, ଜାଣିନଥିଲେ। ଆମେ ତ ବହୁତ ଆସୁଛୁ ଭୁବନେଶ୍ୱରରୁ, ଏତେ ସମୟ ହେଇଗଲାଣି। ପାଣି ଫାଣି ପିଇଲେଣି? ନା, କିଛି ଖାଇନାହାନ୍ତି କି କିଛି ନାହିଁ। ଏଠି ତ କିଛି ଜିନିଷ ପତ୍ର ବି ନାହିଁ କିଣାକିଣି କରି ଖାଇଥାନ୍ତି। ସେମିତି ହିଁ ବସିକି ରହିବା, ଆଉ କ'ଣ କରିବା? ନିଶ୍ଚିତ ଭାବରେ ସମସ୍ତ ମନ ମଧ୍ୟ କହୁଛନ୍ତି ଯେ ସମସ୍ତେ ଜାଣିଥିଲେ, କିନ୍ତୁ ବନ୍ଦର ପ୍ରଭାବ ଏତେ ମାତ୍ରା ପଡ଼ିବ ବୋଲି କି ଅନୁମାନ କରୁନଥିଲେ, ଯାହାଫଳରେ ଯାତ୍ରୀବାହୀ ବସ୍ଟି ମଧ୍ୟ 2-3 ଘଣ୍ଟା ଭଦ୍ରକରେ ଅଟକି ରହିଛି। ଯାହାଫଳରେ ବସ୍ରେ ବସିଥିବା ଅନେକ ଯାତ୍ରୀ ମଧ୍ୟ ବସ୍ ଛାଡ଼ିଦେଲେଣି। ଯେଉଁ ଯାତ୍ରୀମାନେ ଅଛନ୍ତି ସେମାନେ କିପରି ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବେ କେବଳ ସମୟ ଗଣୁଛନ୍ତି ଏବଂ ଯାହା କୁହାଯାଉଛି ଯେ ଯେହେତୁ 16 ଜାତୀୟ ରାଜପଥରେ ବସ୍ ଅଟକି ରହିଛି, ସେମାନଙ୍କ ପାଇଁ ନା ଖାଦ୍ୟର ବ୍ୟବସ୍ଥା ହେଇପାରୁଛି, ନା ପାନୀୟ ଜଳ ବ୍ୟବସ୍ଥା ହେଇପାରୁଛି, ଯାହାପରେ ନେଇ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଭଦ୍ରକରୁ ପାର୍ଥସାରଥୀ ନାୟକ, OTV। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller.